मर्यादा पुरुषोत्तम श्रीरामचंद्र शुक्लपक्ष तिथिरे पवित्र सरजू नदी कूଳରେ अवस्थित अयोध्यार सूर्यवंशी राजा दशरथ ओ महाराणी कौसल्याଙ୍କ पुत्र भावे पुनर्वसु नक्षत्ରରେ मध्याह्नर महेन्द्र बेଳାରେ जन्मग्रहण କରିଥିଲେ। ତାଙ୍କ ଜୀବନ ହେଉଛି ଭାରତୀୟ ସଂସ୍କୃତିର ମୌଳିକ ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ। ସେ ଥିଲେ ସତ୍ୟବାଦୀ, ଧୈର୍ଯ୍ୟଶୀଳ, ବିଦ୍ୱାନ, ଜିତେନ୍ଦ୍ରିୟ, ଭ୍ରାତୃପ୍ରେମୀ, ମିତ୍ର ବତ୍ସଳ ତଥା ଦୟା, କ୍ଷମା, ମର୍ଯ୍ୟାଦା ଓ ଶାଳୀନତାର ପ୍ରତୀକ। ବାଲ୍ୟ କାଳରେ ସେ ଭାଇମାନଙ୍କ ସହ ଖେଳିଲା ବେଳେ ଭାଇମାନଙ୍କ ମନରେ ଆଘାତ ନ ଦେବା ପାଇଁ ନିଜେ ହାରି ଯାଉଥିଲେ। ବାଳକ ଶ୍ରୀରାମଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟା ମଧ୍ୟରେ ପ୍ରାତଃ କାଳରୁ ଶଯ୍ୟା ତ୍ୟାଗ, ମାତା ପିତା ଓ ଗୁରୁଜନ ମାନଙ୍କୁ ପ୍ରଣାମ, ବେଦ ପୁରାଣ ପଠନ ଓ ଶ୍ରବଣଗରବାସୀଙ୍କ ମଙ୍ଗଳ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟ ସମ୍ପାଦନ ଅନ୍ତର୍ଭୁକ୍ତ ଥିଲା। ରାମ, ଭରତ, ଲକ୍ଷ୍ମଣ, ଶତ୍ରୁଘ୍ନଙ୍କ ବାଲ୍ୟାବସ୍ଥାରେ ଅଯୋଧ୍ୟା ରାଜପ୍ରସାଦ ବୈକୁଣ୍ଠ ସମ ପ୍ରତୀୟମାନ ହେଉଥିଲା। ବୈକୁଣ୍ଠ ସମାନ ଆହା ଅଟେ ସେହି ଘର। ପରସ୍ପର ସ୍ନେହ ଜହିଁଥାଏ ନିରନ୍ତର। ଋଷି ବିଶ୍ୱାମିତ୍ରଙ୍କ ଠାରୁ ଅସ୍ତ୍ରଶସ୍ତ୍ର ବିଦ୍ୟା ଶିକ୍ଷା କରୁଥିବା ସମୟରେ ଶୟନ କାଳରେ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣ ଗୁରୁଙ୍କର ପଦ ସଂବାହନ କଲ୍ୟା କରି ଦେଉଥିଲେ। ରାଜା ଜନକଙ୍କ ନିମନ୍ତ୍ରଣ କ୍ରମେ ବିଶ୍ୱାମିତ୍ରଙ୍କ ସହ ରାମ, ଲକ୍ଷ୍ମଣ ଦୁଇ ଭାଇ ମିଥିଳା ଯାତ୍ରା କରିଥିଲେ। ସେଠାରେ ଶ୍ରୀରାମ, ଶିବ ଧନୁ ଭଗ୍ନ କରି ସୀତାଙ୍କୁ ବିବାହ କରିଥିଲେ। ଧନୁ ହେଉଛି ପୁରୁଷାର୍ଥର ପ୍ରତୀକ। ସେ ସତ୍ ମିତ୍ରମାନଙ୍କ ପ୍ରତି ଅନାବିଳ ସ୍ନେହ ଓ ଶ୍ରଦ୍ଧା ପଥରେ ଚାଲୁଥିବା ମିତ୍ର ମା ପ୍ରଦର୍ଶନ କରୁଥିଲେ। ତାଙ୍କ ପରମ ପ୍ରିୟ ଭକ୍ତ ହନୁମାନ, ଶରଣାପନ୍ନ ବିଭୀଷଣ, ସୁଗ୍ରୀବ, ଜାମ୍ବବାନ ଏବଂ ବାନର ସେନାଙ୍କ ପ୍ରତି ତାଙ୍କ ଭଲ ପାଇବାର ପଟାନ୍ତର ନାହିଁ। ନିଷ୍କଳଙ୍କ ଚରିତ୍ର ଶ୍ରୀରାମଚନ୍ଦ୍ର ହେଉଛନ୍ତି ଏକ ପତ୍ନୀବ୍ରତ ଧାରଣ କରିଥିବା ଗୃହସ୍ଥ, ଉଚିତ ସ୍ୱଧର୍ମ ଆଚରଣ କରୁଥିବା ଆଦର୍ଶ ବ୍ୟକ୍ତିତ୍ୱର ପ୍ରତିନିଧି। ପିତୃସତ୍ୟ ପାଳନ ପାଇଁ ବନବାସ ସମୟରେ ସେ ସ୍ଥିତପ୍ରଜ୍ଞ ତତ୍ପ୍ରଜ୍ଞ, କଷ୍ଟକର ପରିସ୍ଥିତିରେ ସେ ଅଟଳ ଓ ଅବିଚଳିତ ରହିଛନ୍ତି। 116 ଯା ବଳିଦାନର ମହାନ ଆଦର୍ଶରେ ପରିଚାଳିତ ଶ୍ରୀରାମଚନ୍ଦ୍ର ରାଜ୍ୟାଭିଷେକ ପାଇଁ ଖୁସି ନଥିଲେ କିମ୍ବା ଯନ୍ତ୍ରଣା ଜର୍ଜରିତ ବନବାସ କଷ୍ଟରେ ଦୁଃଖିତ ନଥିଲେ। ସେ କେହି କିମ୍ବା ମନ୍ଥରାଙ୍କ ପ୍ରତି ସାମାନ୍ୟ କ୍ରୋଧ ହୋଇ ନାହାନ୍ତି। ବରଂ ବନବାସରୁ ଫେରି ଅଯୋଧ୍ୟାରେ ପହଞ୍ଚିବା ପରେ ପ୍ରଥମେ କେହିଙ୍କ ପାଦତଳେ ମଥା ରଖି ପ୍ରଣାମ କରିଛନ୍ତି। ସେ ଥିଲେ ଦୟାସାଗର ଓ କ୍ଷମାମା ସାଗର। ଗଙ୍ଗା ନଦୀ ଅତିକ୍ରମ କରିବା ସମୟରେ ପଦଧୌତର ସୁଯୋଗ ଦେଇ ନିଜ ପତିତପାବନ ନାମର ସାର୍ଥକତା ପ୍ରତିପାଦନ କରିଛନ୍ତି। ପରୋପକାରୀ ପୁ ଜଟାୟୁଙ୍କୁ କୋଳରେ ଧରିଛନ୍ତି ଓ ନିଜ ପିତାଙ୍କ ପରି ପିତାଙ୍କ ବନ୍ଧୁଙ୍କ ଅନ୍ତିମ ସଂସ୍କାର କରିଛନ୍ତି। ଶବରୀଙ୍କୁ ମା ସମ୍ବୋଧନ କରି ତାଙ୍କ ଠାରୁ ଅଇଁଠା କୋଳି ଖାଇଛନ୍ତି। ରାବଣ ବଣ ସହିତ ଯୁଦ୍ଧ ସମୟରେ ପୀଡ଼ିତ ଓ କ୍ଳାନ୍ତ ରାବଣକୁ ବିଶ୍ରାମ ନେବା ପାଇଁ ସୁଯୋଗ ଦେଇ ତାଙ୍କ ଉଦାର ହୃଦୟ, ମର୍ଯ୍ୟାଦାଶାଳୀନତା ଓ ଶୌର୍ଯ୍ୟର ପରିଚୟ ଦେଇଛନ୍ତି। ରାବଣର ମୃତ୍ୟୁ ପରେ ଯେତେବେଳେ ବିଭୀଷଣ ନିଜ ଭାଇର ଅସ୍ପୃଶ୍ୟ କ୍ରିୟା କରିବାକୁ ମନା କରିଛନ୍ତି, ସେତେବେଳେ ଶ୍ରୀରାମଚନ୍ଦ୍ର କହିଛନ୍ତି, ମୃତ୍ୟୁ ପରେ ଶତ୍ରୁତାର ଅନ୍ତ ଘଟେ। ରାବଣକୁ ନିଜ ଭାଇର ସମ୍ମାନ ଦେଇଛନ୍ତି। ପ୍ରଜାମାନଙ୍କର ହିତ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ରମୟତି ଇତି ରାମ, ଯେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରନ୍ତି ସେ ରାମ। ସନ୍ଥ ତୁଳସୀ ଦାସଙ୍କ ଭାଷାରେ, ଏକ ରାମ ଦଶରଥ କା ବେଟା, ଏକ ରାମ ଘଟ ଘଟ ମେ ବିଠା, ଏକ ରାମ ଜଗତ ପସାରା, ଏକ ରାମ ଜଗତ ସପ୍ଲୁରା। ଡକେ ଏମ୍ ମୁଣ୍ଡିଙ୍କ ମତରେ ରାମଚନ୍ଦ୍ରଙ୍କ ଜୀବନର ପ୍ରତିଟି ଘଟଣା ମହାନ ଭାରତୀୟ ସଂସ୍କୃତିର ମୌଳିକ ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ। ରାମ ନାମରେ ଅଗ୍ନି, ବାୟୁ ଓ ସୂର୍ଯ୍ୟ ତତ୍ତ୍ୱ ସମନ୍ୱିତ। ଗରୁଡ଼ ପୁରାଣ ବର୍ଣ୍ଣିତ ମୋକ୍ଷ ପ୍ରାପ୍ତିର ସପ୍ତ ତୀର୍ଥ ମଧ୍ୟରେ ଅଯୋଧ୍ୟା ଅନ୍ୟତମ। ଅଯୋଧ୍ୟା, ମଥୁରା, ମାୟା, କାଶୀ, କାଞ୍ଚି, ଅବନ୍ତିକା, ପୁରୀ, ଦ୍ୱାରାବତୀ ଚ ସମ୍ପ୍ରତି ମୋକ୍ଷଦାୟିକା। ପ୍ରଭୁ ଶ୍ରୀରାମଙ୍କ ପ୍ରିୟ ଭକ୍ତ ହନୁମାନ, ଗୁମ୍ଫା ସଦୃଶ ହନୁମାନ ଗଢ଼ି ମନ୍ଦିର ଅଞ୍ଚଳରେ ବାସ କରୁଥିବା ବିଶ୍ୱାସ କରାଯାଏ। ଅଯୋଧ୍ୟାର ରାମକୀପଡ଼ି, ନାଗେଶ୍ୱର ନାଥ ମନ୍ଦିର, ଚକ୍ରହରିଜୀ ବିଷ୍ଣୁ ମନ୍ଦିର, ସୁମନ୍ତ ନାଥ ମନ୍ଦିର, ତୁଳସୀ ସ୍ମାରକ ଭବନ, ରାଜା ମନ୍ଦିର, ସୀତା କି ରସୋଇ କନକ ଭବନ, ମଣି ପର୍ବତ ଆଦି ଆଜି ପର୍ଯ୍ୟନ୍ତ ସେହି ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଗୁଣ କୀର୍ତ୍ତନ କରୁଛନ୍ତି।